ହ୍ୟୁମାନ ସାଗର ଏମିତି ଜଣେ ଅଦ୍ୱିତୀୟ ପ୍ରତିଭା ଯେ କି ଆମେ ଚାଲିଯିବା। ଆପଣ ଯିଏ ମୋତେ ପଚାରୁଛନ୍ତି, ମୁଁ ଯିଏ କହୁଛି, ଯେଉଁ ଭାଇମାନେ ବୁମ୍ ଧରିଛନ୍ତି, ଯେଉଁ ଭଉଣୀଟେ ଏଠି ଅଛି, ଆମେ ସମସ୍ତେ ଚାଲିଯିବା। ହୁଏତ ଆମକୁ ଲୋକ ମନେ ରଖି ନପାରନ୍ତି, କିନ୍ତୁ ଯେଉଁ ପର୍ଯ୍ୟନ୍ତ ଓଡ଼ିଆ ସଙ୍ଗୀତ ଜଗତ ଥିବ, ଯେଉଁ ପର୍ଯ୍ୟନ୍ତ ସୁର ଆଉ ତାଳର କଥା ହେବ, ହ୍ୟୁମାନ ସାଗରକୁ କେହି ବି ପାସୋରି ପାରିବେନି। କେତେ ଲୋକ ନିଜ କର୍ମ ବଳରେ, ଭଗବାନ ଜନ୍ମ ଦିଅନ୍ତି, କିନ୍ତୁ ମଣିଷ ନା କର୍ମ ବଳରେ ନିଜକୁ ଅମର କରି ତୋଳେ। ସେ ବ୍ୟକ୍ତିତ୍ୱ ହେଲେ ହ୍ୟୁମାନ ସାଗର। ତେଣୁ ହ୍ୟୁମାନ ସାଗରଙ୍କ ପାଇଁ ଏ ଶ୍ରଦ୍ଧାଞ୍ଜଳି ଗୋଟେ ସମୁଦ୍ରରୁ ଗୋଟେ ଗିଲାସ ଭଳି କି ଗୋଟେ ବୁନ୍ଦ ଭଳି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦବାର କ୍ଷମତା ବୋଧ ହୁଏ ଆମ କାହା ପାଖରେ ନାହିଁ। ତଥାପି ଯତ୍ କିଞ୍ଚିତ ଆମ କଟକ ମାଟିରୁ ଯାହା ଭଲ ପାଇବା ଆମେ ତାଙ୍କୁ ଦେଇଛୁ, ତାଙ୍କ ଆତ୍ମା ଯେଉଁଠି ବି ଅଛି, ପ୍ରଭୁ ଯୀଶୁଙ୍କ ପାଖରେ ଥାଉ, ଜଗନ୍ନାଥଙ୍କ ପାଖରେ ଥାଉ, ଆଲ୍ଲାଙ୍କ ପାଖରେ ଥାଉ, ଇସାଇଙ୍କ ପାଖରେ ଥାଉ, ଯାହା ବି ଥାଉ, ନିଶ୍ଚିତ କିଞ୍ଚିତ ମାତ୍ରାରେ ସେ ଖୁସି ହେଉଥିବେ ଯେ ତାଙ୍କ ନିଜ ଲୋକମାନେ ତାଙ୍କୁ ଭୁଲି ନାହାନ୍ତି, ତାଙ୍କ ପାଇଁ ଲଢ଼େଇ ଜାରି ରହିଛି। ଆଉ ତାଙ୍କ ନାଁ ମିଳିବା ଯେଉଁ ଉଦ୍ୟମରେ ଅନୁଭବ ମହାନ୍ତି ଯେଉଁ ଇନିସିଏଟିଭ୍ ନେଇଛନ୍ତି, ତାଠୁ କେବେ ବି ଆମେ ଓହରିବୁନୁ। ଯିଏ ଦୋଷୀ, ଯଦି ହ୍ୟୁମାନ ସାଗରଙ୍କ ସାଙ୍ଗରେ କିଛି ଅନ୍ୟାୟ ହେଇଛି, ତାଙ୍କ ଅର୍ଥ ଆତ୍ମସାତ ହେଇଛି କିମ୍ବା ତାଙ୍କୁ ହ୍ୟୁମିଲେଟ୍ କରାହେଇଛି, ଫୋର୍ସ କରାହେଇଛି, ଯାହାଫଳରେ କମ୍ ବୟସରେ 34 ବର୍ଷର ଗୋଟେ ଟ୍ୟାଲେଣ୍ଟ, ତାର ଦୁନିଆ ଷ୍ଟାର୍ଟ ହେବା ଆଗରୁ ହିଁ ଦୁନିଆ ସରିଗଲା, ତାଠୁ ଦୁଃଖଦ କଥା କିଛି ନାହିଁ। ସମସ୍ତେ ଏକ ମନ ଏକ ପ୍ରାଣ ଲାଗିଛୁ ହ୍ୟୁମାନଙ୍କ ନ୍ୟାୟ ପାଇଁ। ହ୍ୟୁମାନଙ୍କୁ ନ୍ୟାୟ ମିଳୁ ଆଉ ତାଙ୍କ ଆତ୍ମାର ସଦ୍ଗତି ହେଉ। ଏ ପ୍ରୋଗ୍ରାମ ଏଥିରୁ ଗୋଟେ ଛୋଟିଆ ପ୍ରୟାସ, କଟକ ମାଟିରୁ ଟିଟଲାଗଡ଼ ଯାଏଁ ଗୋଟେ ଆହ୍ୱାନ ଯେ ସାରା ଓଡ଼ିଶା ଏକ, ଉତ୍ତର ଓଡ଼ିଶା, ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶା ଏସବୁ କିଛି ନାହିଁ। ଓଡ଼ିଶା ମାଟିରେ ଯେଉଁ କୋଣରେ ବି ଜନ୍ମ ନେଇ ଯିଏ ଆସୁ, ତାକୁ କଟକ ସ୍ୱାଗତ ଜଣାଏ, କଟକ ତାକୁ ଅଟକ ରଖେ। ଆଉ କଟକ ସବୁବେଳେ ହିଁ କଳାର ବିକାଶର କେନ୍ଦ୍ର। ଯେମିତି ଇଣ୍ଡିଆ ଭିତରେ ଲୋକ ମୁମ୍ବାଇ ଯାଆନ୍ତି କଳାକାରଟେ ବନିବାକୁ, ଓଡ଼ିଶାରେ ଯେଉଁ କଳାକାର ନିଜେ ନାଁ କରିବାକୁ ଚାହେଁ ସେ କଟକକୁ ଆସେ। ମା ଝାଞ୍ଜିରୀ ମଙ୍ଗଳାଙ୍କୁ ଉପରେ ବିଶ୍ୱାସ ରଖି, ମା କଟକ ଚଣ୍ଡୀଙ୍କ ଉପରେ ବିଶ୍ୱାସ ରଖି, ଆଉ ସେଇ ଉଦ୍ୟମରେ ଆସିଥିଲେ ହ୍ୟୁମାନ ସାଗର। ତାଙ୍କୁ ଏଠି ନାଁ କରିବାକୁ ସୁଯୋଗ ଦିଆହେଇଥିଲା, ପ୍ରୋତ୍ସାହନ ଦିଆହେଇଥିଲା, ସେ ନାଁ କରିଥିଲେ। ଆଉ ଏଇ ମାଟିରେ ଯଦି ତାଙ୍କୁ କିଏ କୁଠାରଘାତ କରିଛି, କିଏ ବ୍ୟାକ୍ ଷ୍ଟାବିଂ କରିଛି, କିଏ ତାଙ୍କର ଅର୍ଥ ଆତ୍ମସାତ କରିଛି, କିଏ ତାଙ୍କୁ ପ୍ରେମ ଜାଲରେ ଫସେଇ ତାଙ୍କଠୁ ଟଙ୍କା ହରିଲୁଟ୍ କରିଛି, ତାଙ୍କ ମେଡ଼ିସିନରେ ଯଦି କିଛି, ତାଙ୍କ ଟ୍ରିଟମେଣ୍ଟରେ ଯଦି କିଛି ତ୍ରୁଟି ଅବହେଳା ରହିଛି, ତାହେଲେ ତାହା କ୍ଷମଣୀୟ କେବେ ବି ନୁହଁ। ଏତେ କମ୍ ବୟସରେ ଗୋଟେ ବଡ଼ ପ୍ରତିଭା ପଳେଇଲା, ତା ପାଇଁ ଦଣ୍ଡ ମିଳିବ, ଏଇଟା ସୁନିଶ୍ଚିତ। ଆଉ ମୁଁ ଆପଣମାନଙ୍କୁ ବି ଅନୁରୋଧ କରୁଛି, ଗଣମାଧ୍ୟମ, ଆପଣ ଚତୁର୍ଥ ସ୍ତମ୍ଭ, ଆପଣମାନେ ପ୍ଲିଜ୍ ସହଯୋଗ କରନ୍ତୁ ଆଉ ପ୍ରକୃତ ଦୋଷୀକି ସାମ୍ନାକୁ ଆଣନ୍ତୁ। जो हिसाब रे तदंतर भार नहीं जेरा करुच्ची कोठी ना कोठी आपण माने ये कथा दाबी करछन जे प्रकृत उचित न्याय मिलबार कथा दाबी करछन। वर्तमान पुलिस रे जो तदंत चली आपण माने ताको केम देखछन, कोन कोइ विषय ऊपर बहुत पॉजिटिवली देखुछु। आमे निजे मुख्यमंत्री की अनुभव महांती लेखिकी देइथिले, एक्स एमपी एंड सुपरस्टार ऑफ ओडिया इंडस्ट्री, सी निजे दायित्व नहीं चंती। आ ह्यूमान सागर को मां को भी नहीं भेटैथिले। मुख्यमंत्री आश्वासना देइचंदी जे तदंतर कौनसी प्रकार अवहेला हब नहीं। आउ ह्यूमान सागर न्याय मिलिया पई आ जो माने भी अछंती, आपण माने देखथिबे किछि जण तरबरिया भाव में आगुआ जमीन नेले, तांको ना आम एक्सपेक्ट भी करूँ जे से माने आदि इनवल्व अछंती बोली, किंतु तांकर आगुआ जमीनटा आम मन क्वेश्चन मार्क आसला आनला जे
कौन पाई नेला जदि जड़े दोषी नुह ताले मते पुलिस डाकू प्रशासन डाकू मु तो क्लियर किंतु ए सब जिनस ବର୍ତ୍ତମାନ ଅଭିଯୁକ୍ତ ଭାବେ ତାଙ୍କୁ ଜେରା କରାଯାଉଛି ସେଇମାନେ ଦୋଷୀ ନା ତାଙ୍କ ପ୍ରଚ୍ଛଦ ପଟରେ ଆଉ ना 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 वर्तमान किसी आरंभ हैनी वर्तमान किसी आरंभ हैनी जस्ट तदंतर मुखशाला खोली गर्भगृह को जीवाक आहरी बाकी अच्छी आपण मैंने भी सहयोग करंतु आउ देखंतु गर्भगृह से नुची थिबा लोकटी किए जी आर सब मास्टर माइंड କେତେ ଟଙ୍କା ହଡପ ହୋଇବ ବୋଲି ଆଶା କରୁଛନ୍ତି ସେଇଟା ପ୍ରଶାସନ ହିଁ କହିବ ଆମର କୌଣସି ଜାଣିଥିଲେ ह्यूमन जानिथिले न जानिथिले कि विश्वास कर जाइथिले अधिका काहाकू मनीष विश्वास रे बंचे आउ विश्वास करथिले तांको प्रति कुठारघात ହେଇଛି एटा तो सुनिश्चित କିନ୍ତୁ କୋଠି ନା କୋଠି ଯେତେବେଳେ ପୁଅ ପଡିଛି ମର ଶରୀର ମାଙ୍କୁ ଏମିତି ବ୍ୟବହାର କରାଯାଉଛି ତ ଆପଣ ତାକୁ କେମିତି କହୁଛନ୍ତି ସେଇଠି ତ राति 3:30 पर्यंत सेठी अनुभव मु जितू राउत बबी इस्लाम अंतरा सब थिलु राति 3:30 पर आम आसला जदि किए जगिकी जाई सेठी लुचिकी जदि तार ससाहस थिला ताले सी आम थिबा अवस्था भी जाई पारता सेमती व्यवहार करि पारता किंतु आम आसला पर किए कौन कहला किए कौन न कहला सेटा ता मेंटालिटी ऊपर निर्भर करुच्ची किंतु कहवा रे आमे जाऊनु किए कौन करिछि आ किए कौन नेइछि किए कौन देइछि तापर जीवा वर्तमान प्रशासन जेहेतु तदंत कर विषय बेसी किसी कहबानी से माने पुंखानुपुंख सबू दृष्टिकोण को विचार करेंगे उपयुक्त न्यायालय देवे आ जो माने भी वर्तमान आभ्यंतरीण जमीन आवेदन करिसेंती कि ये करचंती से माने जमा भी भूलिबा उचित नुह एटा क्षीणस्थायी जदि दोषी साब्यस्त हेले से जमीन कौन मूल्य रहिबो नाही से जमीन क्षणस्थायी से जमीन जो मैंने नहीं से क्षणस्थायी सत्यता सामना को आसले जमीन भी खारज हो पारे से भी गिरफ हो पार। थैंक यू वेरी मच धन्यवाद जय जगन्नाथ।